ସମସ୍ତଙ୍କୁ ADS ନଲେଜ ପଏଣ୍ଟରେ ସ୍ୱାଗତ। ଆଜି ଆମେ ଓଡ଼ିଆ ବ୍ୟାକରଣ ଶବ୍ଦ ବିଷୟରେ ଆଲୋଚନା କରିବୁ। ଯେଉଁମାନେ ଚ୍ୟାନେଲକୁ ନୂଆ କରିକି ଆସିଛନ୍ତି ସେମାନେ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକିନା ଏଇ ଓଡ଼ିଆ ବ୍ୟାକରଣ ଶବ୍ଦ ଓଡ଼ିଶାର ପ୍ରତ୍ୟେକ କମ୍ପିଟିଟିଭ୍ ଏକ୍ଜାମ୍ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ତେଣୁକରି ଯେଉଁମାନେ କମ୍ପିଟିଟିଭ୍ ଏକ୍ଜାମ୍ ବା ଜବ୍ ପାଇଁ ପରୀକ୍ଷା ଦେଉଛନ୍ତି ସେମାନେ ଏ ଭିଡ଼ିଓକୁ ଦେଖିଲା ବେଳକୁ ଖାତା ଆଉ ପେନ୍ରେ ନୋଟ୍ କରନ୍ତୁ। ଶବ୍ଦ କାହାକୁ କହନ୍ତି? ଅର୍ଥ ପ୍ରକାଶ କରୁଥିବା ଗୋଟିଏ ବର୍ଣ୍ଣ ବା ଏକାଧିକ ବର୍ଣ୍ଣର ସମଷ୍ଟିକୁ ହିଁ ଆମେ ଶବ୍ଦ କହୁଛେ। କ'ଣ ନା ଅର୍ଥ ପ୍ରକାଶ କରୁଥିବା ଗୋଟିଏ ବର୍ଣ୍ଣ ବା ଏକାଧିକ ବର୍ଣ୍ଣର ସମଷ୍ଟିକୁ ଶବ୍ଦ କହନ୍ତି। ମାନେ ଅର୍ଥ ପ୍ରକାଶ କରୁଥିବା ଗୋଟିଏ ଅକ୍ଷର ବା ଏକାଧିକ ଅକ୍ଷରର ସମଷ୍ଟିକୁ ବି ଶବ୍ଦ ଆମେ କହୁଛେ। ଏଇଟା ଆମେ ଛୋଟିଆ ଥିଲାବେଳେ ପଢ଼ିଥିଲେ। ଏଇ ଶବ୍ଦ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ। କେତେ ଭାଗରେ ବିଭକ୍ତ? ଚାରି ଭାଗରେ ବିଭକ୍ତ। କ'ଣ କ'ଣ? ନା ତତ୍ସମ, ତଦ୍ଭବ, ଆଉ କ'ଣ ଅଛି ନା ଦେଶଜ, ଆଉ କ'ଣ ଅଛି ନା ବୈଦେଶିକ ଅଛି। ଦେଶଜ ଅଛି, ଆଉ କ'ଣ ଅଛି ନା ବୈଦେଶିକ ଅଛି। ଚାରି ପ୍ରକାରର ଶବ୍ଦ ଆମେ ଜାଣିଛେ। କ'ଣ କ'ଣ? ନା ତତ୍ସମ, ତଦ୍ଭବ, ଦେଶଜ ଏବଂ ବୈଦେଶିକ ଶବ୍ଦ। ତତ୍ସମ ଶବ୍ଦ କ'ଣ? ତତ୍ସମର ଅର୍ଥ ହେଉଛି ତାହାପରି। ତତ୍ସମର ଅର୍ଥ କ'ଣ? ତାହାପରି, ଅର୍ଥାତ୍ ସଂସ୍କୃତ ଭାଷାର ଶବ୍ଦ ପରି। ତାମାନେ କ'ଣ ବୁଝିଲେ ଆମେ? ତାମାନେ ଆମ ଓଡ଼ିଆ ଭାଷାରେ ସଂସ୍କୃତ ଭାଷାର କେତେକ ଶବ୍ଦ ଅବିକଳ ବ୍ୟବହାର କରାଯାଏ। ତାମାନେ ଯେଉଁଟା ସାଂସ୍କ୍ରିଟ ଭାଷାରେ ଥିବ ତାକୁ ଆମେ ଡାଇରେକ୍ଟ କ'ଣ କରୁଛେ ନା ଓଡ଼ିଆରେ ବି ତାକୁ ହିଁ ବ୍ୟବହାର କରୁଛେ। ସେହି ଶବ୍ଦ ଗୁଡ଼ାକୁ ଆମେ କ'ଣ କହିଲେ ନା ତତ୍ସମ ଶବ୍ଦ କହିଲେ। କ'ଣ ନା ଓଡ଼ିଆ ଭାଷାରେ ଯେଉଁ ସଂସ୍କୃତ ଭାଷାର ଶବ୍ଦ ଅବିକଳ ବ୍ୟବହାର କରାଯାଇଥାଏ ତାକୁ ଆମେ କ'ଣ କହିଲେ ନା ତତ୍ସମ ଶବ୍ଦ କହିଲେ। ତାକୁ ଆମେ କ'ଣ କହିଲେ ନା ତତ୍ସମ ଶବ୍ଦ ବୋଲିକିରି କହିଲେ। କ'ଣ କ'ଣ? ଯେମିତିକା ନଦୀ, ଅରଣ୍ୟ, ରବି, ଶଶୀ, ତାରା, ଏଗୁଡ଼ା କ'ଣ ସାଂସ୍କ୍ରିଟରେ ବି ତାକୁ ତାରା ହିଁ କହନ୍ତି ଆଉ ଓଡ଼ିଆରେ ବି ତାକୁ ତାରା ହିଁ କହନ୍ତି। ସେଗୁଡ଼ାକୁ କ'ଣ କହିଲେ ନା ତତ୍ସମ କହିଲେ। ଆଉ ତାପରେ କ'ଣ କହିଲା? ତଦ୍ଭବ ଶବ୍ଦ। କ'ଣ ପଢ଼ିଲେ ଆମେ? ତଦ୍ଭବ ଶବ୍ଦ। ତତ୍ ଯୁକ୍ତ ଭବ ହେଉଛି ତଦ୍ଭବ। ତତ୍ ଯୁକ୍ତ ଭବ କ'ଣ ହେଉଛି? ତଦ୍ଭବ। ତତ୍ର ଅର୍ଥ କ'ଣ? ତାମାନେ କ'ଣ? ତତ୍ ହେଉଛି ଗୋଟେ ସଂସ୍କୃତ ଶବ୍ଦରୁ ଜାତ। ତାମାନେ ପୂର୍ବରୁ ଯେଉଁ ତତ୍ସମ ପଢ଼ିଲେ ସେଇଟା ଡାଇରେକ୍ଟ ଯେଉଁଟା ସଂସ୍କୃତ ଭାଷା ଥିବ ସେଇ ସଂସ୍କୃତଟାକୁ ହିଁ ଡାଇରେକ୍ଟ ଓଡ଼ିଆରେ ଲେଖା ହେଇଥିବ। କିନ୍ତୁ ତଦ୍ଭବରେ କ'ଣ ହେଇଥିବ ନା ଯେ ସଂସ୍କୃତ ଭାଷା ଥିଲା ଯେଉଁଟା ସେଟାକୁ ସଂସ୍କୃତ ନ ହେଇକିରି ଡାଇରେକ୍ଟ ତାକୁ ଟିକେ ଚେଞ୍ଜ କରିକିରି ତା ରୂପାନ୍ତରିତ କରିକି ତାକୁ ଓଡ଼ିଆର ଶବ୍ଦ ଯେଉଁଟା ହେଇଥିବ ତାକୁ ଆମେ ତଦ୍ଭବ ଶବ୍ଦ ବୋଲିକିରି କହିଲେ। ଅର୍ଥାତ୍ ଅନେକ ସଂସ୍କୃତ ଶବ୍ଦ କାଳକ୍ରମେ ଉଚ୍ଚାରଣ ଦୃଷ୍ଟିରୁ ବା ରୂପାନ୍ତରିତ ବା ସାମାନ୍ୟ ପରିବର୍ତ୍ତିତ ହୋଇ ଓଡ଼ିଆ ଭାଷାରେ ବ୍ୟବହୃତ ହୋଇଥାଏ। ତାହାକୁ ଆମେ କ'ଣ କହିଲେ ନା ତଦ୍ଭବ ଶବ୍ଦ କହିଲେ। କ'ଣ କହିଲେ? ତଦ୍ଭବ ଶବ୍ଦ କହିଲେ। କ'ଣ କ'ଣ ଉଦାହରଣ ରହିଛି ତଦ୍ଭବର? କିଛି ତଦ୍ଭବ ଶବ୍ଦ ଅଛି। ସେ ମଧ୍ୟରୁ କ'ଣ ହେଉଛି ନା ନଗର ରହୁଛି, ଘୃତ ରହୁଛି, ଘିଅ ଅଛି, ଏଇଭଳିଆ ବିଭିନ୍ନ ବହୁତ ଶବ୍ଦ ରହିଛି। ଆମେ କିଛି କିଛି ଶବ୍ଦକୁ ଜାଣିଲେ। ସେଭଳିଆ ଦେଶଜ ଶବ୍ଦ ଅଛି। କ'ଣ ଅଛି ନା ଦେଶଜ ଶବ୍ଦ। ଦେଶଜ ଶବ୍ଦ ଆମେ ୟାର ଟର୍ମରୁ ହିଁ ଜାଣିପାରୁଛେ ଯେ ୟାର ମାନେ କ'ଣ ହେଇଥିବ। ଦେଶଜ ଶବ୍ଦ ମାନେ କ'ଣ? ଦେଶର ଶବ୍ଦ। ଦେଶଜ ମାନେ ଦେଶର। ଆମ ଭାଷାରେ ବ୍ୟବହୃତ କେତେକ ଶବ୍ଦ ସଂସ୍କୃତ ବା ପ୍ରକୃତ ଭାଷାରୁ ଆସିନାହିଁ। ମାନେ କିଛି ଗୋଟେ ବାହାରୁ ଆସିଥିବ ସେଗୁଡ଼ାକୁ କ'ଣ କହିଲେ ଆମେ? ବୈଦେଶିକ। ଆଉ ଯେଉଁଟା ଭିତରେ ଅଛି ତାକୁ କ'ଣ କହିଲେ? ଦେଶଜ। ବା ଆମ ଦେଶରେ ବସବାସ କରୁଥିବା ପ୍ରାଚୀନ ଆଦିବାସୀ ଭାଷାରୁ ଆସି ଆମ ଭାଷାରେ ପ୍ରଚଳିତ ହୋଇଛି। ପୁଣି ଅନେକ ଶବ୍ଦ ଓଡ଼ିଶାରେ ବାସ କରୁଥିବା ଜନସାଧାରଣଙ୍କ ତୁଣ୍ଡରୁ ମଧ୍ୟ ସୃଷ୍ଟି ହୋଇଛି।
ସେଇଗୁଡ଼ାକୁ କ'ଣ କହିଲେ, ଯେଉଁଟା ଆମ ନିଜ ଓଡ଼ିଶାରେ ବସବାସ କରୁଥିବା ଜନସାଧାରଣଙ୍କ ତୁଣ୍ଡରୁ ମାନେ ମୁହଁରୁ, ପାଟିରୁ, ତୁଣ୍ଡରୁ ମାନେ ପାଟିରୁ, ଯେଉଁଟା ପାଟିରୁ ଆମର ବା ଯେଉଁ ତୁଣ୍ଡରୁ ଯେଉଁ ଭାଷାଟା ବା ଯେଉଁ ଶବ୍ଦଟା ବା ମୂଳ ଭାଷା ଯେଉଁଟା ସୃଷ୍ଟି ହେଇଛି ତାହାକୁ ଆମେ କ'ଣ କହିଲେ ଦେଶଜ ଶବ୍ଦ। ଦେଶଜ ମାନେ କ'ଣ, ଦେଶରୁ ଜାତ, ଦେଶଜ କ'ଣ, ଦେଶରୁ ଜାତ, ତାକୁ ଆମେ ଦେଶଜ ବୋଲିକରି କହୁଛେ। କ'ଣ କ'ଣ ଅଛି ଦେଶଜ ଶବ୍ଦ, ଯେମିତି ଆମେ ବେଳେବେଳେ କଥାକୁ କହିଦେଉ, ଅଖାଡ଼ୁଆ କଥାଟା କହିଦେଲା, ଅଖାଡ଼ୁଆ, କତରା, ଝାଟୁଆ, ଅଲରା, ଏଇଗୁଡ଼ା କ'ଣ ହେଉଛି ନା ଦେଶଜ ଶବ୍ଦ। ଆଉ କିଛି ଅଛି ଦେଶଜ ଭିତରୁ ଆଦିବାସୀ ଶବ୍ଦ। ଆଦିବାସୀ ମାନେ ଜାଣିଥିବେ, ଆଦିବାସୀ ଶବ୍ଦ ସେଗୁଡ଼ା କ'ଣ ହେଉଛି ଅରା, ଚାଳ, କଡ଼ି, ଡାଳ, ଅଳି, ହବା, ଏଗୁଡ଼ା ସବୁ କ'ଣ ହେଉଛି ଆଦିବାସୀ ଶବ୍ଦ। ଏ ଟର୍ମଗୁଡ଼ା ବହୁତ ଇମ୍ପୋର୍ଟାଣ୍ଟ ପ୍ରତ୍ୟେକ ଏକ୍ଜାମ୍ରେ, ବିଶେଷ କରିକି ଓଡ଼ିଶାର କମ୍ପିଟିଟିଭ୍ ଏକ୍ଜାମ୍ ମାନେ ହେଉଛି OSSC, 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 ASO, ଏଗୁଡ଼ା ଏକ୍ଜାମ୍ ପାଇଁ এই ଟପିକ୍ ଶବ୍ଦ ଟପିକ୍ ବହୁତ ଇମ୍ପୋର୍ଟାଣ୍ଟ। ଏଇଟା କେମିତି ଆସେ ଆମେ MCQରେ ଯେତେବେଳକୁ ଆଲୋଚନା କରିବୁ ସେତେବେଳକୁ ଜଣାପଡ଼ିବ କେମିତି ଏହାର କ୍ୱେଶ୍ଚନ୍ ଆସିଥାଏ। ଏହାର କ୍ୱେଶ୍ଚନ୍ କେମିତି ଆସେ ନା ଏଇ ଟର୍ମଟା ଏଇଟା କେଉଁ ଶବ୍ଦରୁ ଜାତ ହେଇଛି ବା ତାର ରିଭର୍ସ ପଡ଼ିବ, ଏଇ ଟାଇପ୍ର କ୍ୱେଶ୍ଚନ୍ ବହୁତ ଆସେ। ତେଣୁକରି ଏ ଟପିକ୍ ବହୁତ ଇମ୍ପୋର୍ଟାଣ୍ଟ। ବୈଦେଶିକ ଶବ୍ଦ, ଆଗରେ କ'ଣ ହେଉଥିଲା, ଆମ ଦେଶକୁ ବାହାର ଲୋକ ମାନେ ବିଦେଶର ଲୋକମାନେ ସବୁ ଶାସନ କରୁଥିଲେ କିମ୍ବା ବିଦେଶର ଲୋକମାନେ ବାଣିଜ୍ୟ କରିବା ପାଇଁ ଆସୁଥିଲେ ବା ଆମ ଦେଶର ଲୋକ ବାହାରକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ। ସେଇ ଯେଉଁ ବାହାରକୁ ଯିବା ବା ବାହାର ଲୋକ ଆସିବା ତାକୁ କ'ଣ କଲେ ଦେଶାନ୍ତରୀକରଣ, କ'ଣ କହିଲେ ଦେଶାନ୍ତରୀକରଣ। ସେହି ସମୟରେ କ'ଣ ହେଲା, ସେ ବିଦେଶୀମାନଙ୍କ ସଂସ୍ପର୍ଶରେ ସେ ଆମ ଦେଶର ଲୋକମାନେ କ'ଣ କରୁଥିଲେ ନା ସଂସ୍ପର୍ଶରେ ଆସୁଥିଲେ। ଫଳରେ ତାଙ୍କର ଭାଷା ସହିତ ସେମାନେ କ'ଣ ହେଉଥିଲେ ନା ଅନୁରୂପ ଭାବେ ବା ସାମାନ୍ୟ ପରିବର୍ତ୍ତିତ ହୋଇକରି ପ୍ରବେଶ କରୁଥିଲେ। ସେମାନେ ସେଇ ଭାଷାଟାକୁ ପ୍ରବେଶ କରାଉଥିଲେ। ତାକୁ ଆମେ ବୈଦେଶିକ ଶବ୍ଦ ବୋଲିକରି କହୁଛେ। କ'ଣ ନା ଶାସନ ସୂତ୍ରରେ ହେଉ କିମ୍ବା ବ୍ୟବସାୟ ବାଣିଜ୍ୟ ସୂତ୍ରରେ ହେଉ କିମ୍ବା ଦେଶାନ୍ତରୀକରଣ ସୂତ୍ରରେ ହେଉ ଓଡ଼ିଶାରେ ଅଧିବାସୀମାନେ ଅନେକ ଭାଷାଭାଷୀ ବା ବିଦେଶୀମାନଙ୍କ ସଂସ୍ପର୍ଶରେ ଆସିବା ଫଳରେ ସେମାନଙ୍କ ଭାଷାର ଅନେକ ଶବ୍ଦ ଆମ ଭାଷାରେ ଅନୁରୂପ ଭାବରେ ବା ସାମାନ୍ୟ ପରିବର୍ତ୍ତିତ ହୋଇ ପ୍ରବେଶ କରିଛି। ଏଗୁଡ଼ିକୁ କ'ଣ କହୁଛେ ଆମେ ବୈଦେଶିକ ଶବ୍ଦ କହୁଛେ। ତାକୁ କ'ଣ କହୁଛେ ବୈଦେଶିକ ଶବ୍ଦ କହୁଛେ। ସେହିପରି କ'ଣ ରହିଛି ନା ତେଲୁଗୁ, ତାମିଲ, ଏଇ ଯେଉଁ ଭାଷାଭାଷୀ ଏମାନଙ୍କୁ ଆମେ କ'ଣ କହୁଥିଲେ ଦ୍ରାବିଡ଼ କହୁଥିଲେ, ଯେଉଁଟାକି ସାଉଥ୍ ଇଣ୍ଡିଆରେ ଅଛି। କେଉଁଟା ଏଇଟା ସାଉଥ୍ ଇଣ୍ଡିଆ, ଏଇଟା ମନେ କରାଯାଏ ଭାରତ ମାନଚିତ୍ର ଏଇ ଟାଇପ୍ର, ଏଇଟା ଦ୍ରାବିଡ଼, ଏଇଟାକୁ ଦ୍ରାବିଡ଼ ଲାଙ୍ଗୁଏଜ୍, ଦ୍ରାବିଡ଼ ତାଙ୍କ କହିବା ଭାଷା ଅନୁସାରେ ତାକୁ ଦ୍ରାବିଡ଼ିଆନ୍ ବୋଲିକରି କହନ୍ତି ବା କ'ଣ କୁହନ୍ତି ଦ୍ରାବିଡ଼ ଅଞ୍ଚଳ ବୋଲିକରି ବି କହନ୍ତି। ସାଉଥ୍ ଇଣ୍ଡିଆନ୍ ଯେଉଁଟା, ସାଉଥ୍ ଇଣ୍ଡିଆ ଯେଉଁଟା କୁହାଯାଏ। ଏଇ ଭାଷାକୁ ବୈଦେଶିକ ଶବ୍ଦ ଗୁଡ଼ିକୁ ଦ୍ରାବିଡ଼ ଶବ୍ଦ କୁହନ୍ତି। କ'ଣ ଅଛି ଦ୍ରାବିଡ଼ ଶବ୍ଦ ମନେ ରଖ, ଏଇ ଶବ୍ଦ ଗୁଡ଼ା ହିଁ ଇମ୍ପୋର୍ଟାଣ୍ଟ ଏକ୍ଜାମ୍ରେ ଆସିଥାଏ। ନିମ୍ନୋକ୍ତ ମଧ୍ୟରୁ କେଉଁଠି ଦ୍ରାବିଡ଼ ଶବ୍ଦ ନୁହେଁ, ନିମ୍ନୋକ୍ତ ମଧ୍ୟରୁ କେଉଁଠି ଆରବୀ ଶବ୍ଦ, ଏଗୁଡ଼ା ହିଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଆସିଥାଏ। ଦ୍ରାବିଡ଼ ଶବ୍ଦ କ'ଣ ଅଛି ନା ଆରିସା ଗୋଟେ ଦ୍ରାବିଡ଼ ଶବ୍ଦ, ମୋଟା, ଗିଲା, ପିଲା, ବିଲ, ସାନ, ଏଗୁଡ଼ା ହେଉଛି କ'ଣ ଦ୍ରାବିଡ଼ ଶବ୍ଦ। କୁଡ଼ୁଆ, ଏଗୁଡ଼ା ହେଉଛି ଦ୍ରାବିଡ଼ ଶବ୍ଦ। ଏଗୁଡ଼ା ହିଁ ବହୁତ ଇମ୍ପୋର୍ଟାଣ୍ଟ। ଆରବୀ ଶବ୍ଦ କିଛି ଅଛି, ଅଦାଲତ, ଆଇନା, କବର, କାଳି, ଏଗୁଡ଼ା ହେଉଛି ଆରବୀ ଶବ୍ଦ। ଆଉ ପାର୍ସୀ ଶବ୍ଦ ହେଉଛି କାମିଜ, କରଜ, ଅଙ୍ଗୁର, ଖପା, ଗରିବ, ଏଗୁଡ଼ା ହେଉଛି କ'ଣ ପାର୍ସୀ ଶବ୍ଦ। ଦ୍ରାବିଡ଼ ଶବ୍ଦ କେଉଁଟା, ଆରବୀ ଶବ୍ଦ କେଉଁଟା, ପାର୍ସୀ ଶବ୍ଦ କେଉଁଟା, ଏଗୁଡ଼ା ହିଁ ଇମ୍ପୋର୍ଟାଣ୍ଟ, ଏଗୁଡ଼ା ହିଁ ପରୀକ୍ଷାରେ ଆସିଥାଏ। କିଛି ତୁର୍କୀ ଶବ୍ଦ ମନେ ରଖିବା ଆମେ, କ'ଣ ଅଛି ନା ଗାଲିଚା, ତୋପ, ବନ୍ଧୁକ, ବାରୁଦ, ଏଗୁଡ଼ା ହେଉଛି ତୁର୍କୀ ଶବ୍ଦ। ତୁର୍କୀ ମାନେ ଯେଉଁ ଲୋକମାନେ ତୁର୍କ ବା ଟର୍କି ଯେଉଁଟା ଏବେ କହୁଛେ, ସେଇଥିରୁ ଯେଉଁ ଲୋକମାନେ ଆସିଥିଲେ ବା ଯେଉଁ ଆକ୍ରାନ୍ତ ସେମାନେ
ଶାସନ କରୁଥିଲେ ଆଗରୁ ଆସିକିରି, ସେମାନେ ଯେଉଁ ତାଙ୍କର ସଂସ୍ପର୍ଶରେ ଆସିକି ଆମର ଭାଷା ବା ଶବ୍ଦ ଯେଉଁଟା ପରିବର୍ତ୍ତିତ ହୋଇଥିଲା, ସେମାନଙ୍କ ମଧ୍ୟରୁ ଏଗୁଡ଼ା କିଛି। ପର୍ତ୍ତୁଗୀଜର ଆସିଥିଲେ କିଛି, ତାଙ୍କ ଦ୍ୱାରା କ'ଣ ହେଇଥିଲା ନା ଟେବୁଲ, ଅଫିସ୍, ପେନ୍, ଟାଉନ୍, ପୋଷ୍ଟ, ଏଗୁଡ଼ା ସବୁ ପର୍ତ୍ତୁଗୀଜ ଶବ୍ଦର। ଇଂରାଜୀ ଶବ୍ଦ ତ ସବୁ ଜାଣିପାରୁଥିବେ କ'ଣ କ'ଣ ଅଛି ଇଂରାଜୀ ଶବ୍ଦ। ସେ ଇଂରାଜୀ ଶବ୍ଦଟା ହିଁ ସବୁଠୁ ସହଜ। କେମିତିକା ନା ଯେତିକି ଅପସନ୍ ଦେଇଥିବ ଇଂରାଜୀ ଶବ୍ଦଟାକୁ ଫଟକିନା କାଟି ଦେଇ ହେବ। କଲେଜ, ଚେୟାର, ସାର୍ଟ, ବେଞ୍ଚ, ଡାକ୍ତର, ଏଗୁଡ଼ା ମାନେ ଯେଉଁଟା ଡକ୍ଟର, ଯେଉଁଟା ଡାକ୍ତର, ଏଗୁଡ଼ା କ'ଣ ଇଂରାଜୀ ଶବ୍ଦ। ସାଧାରଣତଃ ଆମ ଭାଷାରେ ପ୍ରଚଳିତ ଶବ୍ଦ ଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଆମ ଯେଉଁ ଭାଷା ଯେତିକି ବି ଆମେ ପ୍ରଚଳିତ କରୁଛେ ସେଗୁଡ଼ା କ'ଣ ହେଉଛି ନା ଦୁଇ ଭାଗରେ ବିଭକ୍ତ କରାହେଇଛି। ଗୋଟେ ହେଉଛି ମୌଳିକ ଶବ୍ଦ, ଆଉ ଗୋଟେ କ'ଣ ହେଉଛି ନା ଯୁଗ୍ମ ଶବ୍ଦ। କ'ଣ ହେଉଛି ଗୋଟେ ମୌଳିକ ଶବ୍ଦ, ଆଉ ଗୋଟେ କ'ଣ ହେଉଛି ଯୁଗ୍ମ ଶବ୍ଦ, ଦୁଇ ପ୍ରକାରର। ଆଉ ମୌଳିକ ଶବ୍ଦ କହିଲେ କ'ଣ ବୁଝୁଛେ ଆମେ ନା ଯେଉଁ ଶବ୍ଦରୁ ଗୋଟିଏ ହେଲେ ଅକ୍ଷର କାଟି ହୁଏ ନାହିଁ ତାକୁ ଆମେ ମୌଳିକ ଶବ୍ଦ କହୁଛେ। କ'ଣ କହୁଛେ ଆଉଥରେ ନା ଯେଉଁ ଶବ୍ଦରୁ ଗୋଟିଏ ହେଲେ ଅକ୍ଷର କାଟି ହୁଏ ନାହିଁ ତାକୁ ଆମେ ମୌଳିକ ଶବ୍ଦ କହୁଛେ। ବହୁତ ଇମ୍ପୋର୍ଟାଣ୍ଟ। ଯେମିତିକା ନଡ଼ିଆ, ଗୋଟେ ହେଲେ ବି ଅକ୍ଷର କାଟିପାରିବା କି? ଆଟା ଯଦି କାଟିଦେବା କ'ଣ ହେବ? ନଡ଼ି, ତା ସହିତ କିଛି ସମ୍ପର୍କ ଅଛି କି ନାହିଁ? ତେଣୁକରି ଗୋଟେ ବି ଅକ୍ଷର କାଟିପାରିବା ନାହିଁ। ଯେମିତି ହଡ଼ା, ହଡ଼ାରୁ ଡାଟା କାଟିଦେଲେ କ'ଣ ହେବ? ହ, କିଛି ହେଉଛି କି ନାହିଁ? ଘର, ପର, ଟଙ୍କା, ଏଗୁଡ଼ା କ'ଣ ହେଉଛି? ଏଗୁଡ଼ା ମୌଳିକ ଶବ୍ଦ। ମୌଳିକ ଶବ୍ଦ ମାନେ ବୁଝିହେଲା। ତାପରେ କ'ଣ ଆସିବା ଆମେ ଯୁଗ୍ମ ଶବ୍ଦ। କ'ଣ ଆସିବା? ଯୁଗ୍ମ ଶବ୍ଦ। ଯୁଗ୍ମ ଶବ୍ଦରୁ ହିଁ ଜଣାପଡ଼ୁଛି ଏଇଟା ଯୋଡ଼ା ଶବ୍ଦ ହେଇଥିବ। କ'ଣ ହେଇଥିବ? ଯୋଡ଼ା ଶବ୍ଦ। ଯେଉଁ ଶବ୍ଦ ଗୁଡ଼ିକ ଜଡ଼ିତ ହୋଇ ଲେଖାଯାଏ ସେଗୁଡ଼ିକୁ ଯୁଗ୍ମ ଶବ୍ଦ ବା ଯୋଡ଼ି ଶବ୍ଦ କୁହନ୍ତି। ଯୁଗ୍ମ ମାନେ ହିଁ ତ ଯୋଡ଼ା ଯୋଡ଼ା। ଅଯୁଗ୍ମ ମାନେ ହେଉଛି କ'ଣ? ଯେଉଁଟାକି ବିଜୋଡ଼ ହେଇଥିବ। ଯୁଗ୍ମ ମାନେ ହେଉଛି ଯୋଡ଼ି ଶବ୍ଦ ହେଇଥିବ। ଯେମିତିକା ଲାଭ, କ୍ଷତି, ଠକ୍ ଠକ୍, ଏଗୁଡ଼ା ହେଉଛି ଯୁଗ୍ମ ଶବ୍ଦ। ଦୁଇଟା ଲାଗିକିରି ଅଛି, ହଁ କି ନୁହଁ? ତେଣୁକରି ଏଗୁଡ଼ା ହେଉଛି ଯୁଗ୍ମ ଶବ୍ଦ। ଆମେ ଯୁଗ୍ମ ଶବ୍ଦ ଜାଣିଲେ, ମୌଳିକ ଶବ୍ଦ ଜାଣିଲେ, ଯୁଗ୍ମ ଶବ୍ଦ। ଯୁଗ୍ମ ଶବ୍ଦକୁ ପୁଣି ଆଉଥରେ କେତେ ଭାଗରେ ନା 6 ଭାଗରେ ବିଭକ୍ତ କରାଯାଇଛି। କେତେ ଭାଗରେ ବିଭକ୍ତ କରାଯାଇଛି? 6 ଭାଗରେ ବିଭକ୍ତ କରାଯାଇଛି। କେମିତିକା ନା ତାର ବ୍ୟବହାର ଦୃଷ୍ଟିରୁ, ତାର କ'ଣ ବ୍ୟବହାର ଦୃଷ୍ଟିରୁ ତାକୁ 6 ଭାଗରେ ବିଭକ୍ତ କରାଯାଇଛି। ଶବ୍ଦ ଗୁଡ଼ିକ କ'ଣ ହେଇଥାଏ ନା ବିପରୀତ ଅର୍ଥ ବୁଝାଉଥିବା ଶବ୍ଦ ଯୋଗରେ ଗଠିତ ଯୁଗ୍ମ ଶବ୍ଦ। ସେଇଟାର ଅର୍ଥରେ ବି ଗୋଟେ ହେଇଥିବ। ତାମାନେ ବିପରୀତ ଅର୍ଥରେ ମାନେ ଯେମିତିକି ଲାଭ, କ୍ଷତି, ଲାଭର ବିପରୀତ ହେଉଛି କ୍ଷତି, କିନ୍ତୁ ସେଗୁଡ଼ା କ'ଣ ହେଇଛି ନା ଯୋଡ଼ି ହେଇକିରି ଅଛି। ସେଇଟା ସେଇ ପ୍ରକାରର ବି ହୁଏ। ଆଉ କ'ଣ ହେଇପାରିବ ନା ପ୍ରାୟ ସମାନ ଅର୍ଥ ବୁଝାଉଥିବା ଦୁଇଟି ଶବ୍ଦ, ଦୁଇଟା ଯାକ ସମାନ ଥିବ। ଯେମିତି ଠକ୍ ଠକ୍ ସମାନ ଦୁଇଟା, ସେ ଟାଇପ୍ର କ'ଣ ହେଉଛି ନା ସମାନ, ଏଇ ଟାଇପ୍ର ବି ହେଇଥାଇପାରେ ଯୁଗ୍ମ ଶବ୍ଦ। ଆଉ କ'ଣ ହେଇଥାଇପାରେ ନା ଅର୍ଥ ଥିବା ଶବ୍ଦ ସହିତ ଅର୍ଥ ନଥିବା ଶବ୍ଦ, ସେଇଟା ବି ମିଶିକିରି ବି ଗୋଟେ ପ୍ରକାରର ଯୁଗ୍ମ ଶବ୍ଦ ହେଇପାରୁଛି। ଆଉ କେମିତି ନା ଧନାତ୍ମକ ଯୁଗ୍ମ ଶବ୍ଦ, ଏଇଟା ବି ହେଇପାରୁଛି। ଧନାତ୍ମକ ଯୁଗ୍ମ ଶବ୍ଦ ଏଇଟା ବି ହେଇପାରିବ। ଆଉ କ'ଣ ହେଇପାରିବ ନା ଅସମାପିକା କ୍ରିୟା, ଅସମାପିକା କ୍ରିୟାରେ ବି ଯୋଗ ହେଇକିରି ବି କ'ଣ ହେଇପାରେ ନା ଯୁଗ୍ମ ଶବ୍ଦ ହେଇପାରେ। ଅସମାପିକା କ୍ରିୟା ଯୁଗ୍ମ ଶବ୍ଦ ହେଇପାରିବ। ଆଉ କ'ଣ ହେଇଥିବ? ଦ୍ୱିରୁକ୍ତ ଯୁଗ୍ମ ଶବ୍ଦ। ଦ୍ୱିରୁକ୍ତ ବିଷୟରେ ଆମେ ଆଉ ଟିକେ ଡିଟେଲ ପଢ଼ିବା। ଦ୍ୱିରୁକ୍ତଟା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ, ଭେରି ଇମ୍ପୋର୍ଟାଣ୍ଟ। ଦ୍ୱିରୁକ୍ତ ଯୁଗ୍ମ ଶବ୍ଦ ଏଗୁଡ଼ା ଯେତେବେଳକୁ ଦେଖିଲା ବେଳକୁ ଆମେ କପି ପେନ୍ ଧରିକି ତାକୁ ନୋଟ୍ କଲେ ବହୁତ ଭଲ ହେବ। ଯେଉଁମାନେ ଓଡ଼ିଆ ଗ୍ରାମାରକୁ ବହୁତ ଇମ୍ପୋର୍ଟାଣ୍ଟ ଦେଉଛନ୍ତି, ଯେକୌଣସି ବି କ୍ଲାସ୍ ଏକ୍ଜାମ୍ ପାଇଁ ବା ଯେକୌଣସି ବି କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ବା ଯେକୌଣସି ମେନ୍ ଏକ୍ଜାମ୍ ପାଇଁ, ତାହେଲେ ଏଇ ଶବ୍ଦ ଟପିକ୍ରୁ ନିହାତି କ୍ୱେଶ୍ଚନ୍ ଆସିଥାଏ। ବହୁତ ଇମ୍ପୋର୍ଟାଣ୍ଟ। ଆମେ ପୂର୍ବରୁ ପଢ଼ିଲେ କ'ଣ ପଢ଼ିଲେ ନା ଯୋଡ଼ି ଥିବ କିନ୍ତୁ ବିପରୀତ ଥିବ। ଫାଷ୍ଟ ପଢ଼ିଥିଲେ ସେଇଟା ଦେଖନ୍ତୁ, ଏଇଟା କେମିତି ବିପରୀତ ଅର୍ଥ ଥିବ। କ'ଣ ଥିବ ନା ବିପରୀତ ଅର୍ଥ ଥିବ କିନ୍ତୁ ସେଇଟା ଯୋଡ଼ି ଥିବ, କିନ୍ତୁ ଯୁଗ୍ମ ଶବ୍ଦ। କ'ଣ ହେଇଥିବ ନା ଲାଭ, କ୍ଷତି। ଲାଭଟା ଗୋଟେ, କ୍ଷତିଟା ଗୋଟେ, ଦୁଇଟା ଟର୍ମ। ଏ ଯେଉଁ ଲାଭଟା ରହୁଛି ତାର ବିପରୀତ ହେଉଛି କ୍ଷତି, କିନ୍ତୁ ଲାଗି ଅଛି। ତେଣୁକରି ଇଏ ବିପରୀତ ଅଛି କିନ୍ତୁ ଇଏ ଲାଗିକିରି ଅଛି। ତେଣୁ ଏଇଟା ଗୋଟେ ପ୍ରକାରର ଯୁଗ୍ମ ଶବ୍ଦ, ବିପରୀତ ଅର୍ଥ ବାଲା, ହଁ କି ନୁହଁ? ଲାଭର ଗୋଟେ ହେଉଛି, ତାର ବିପରୀତ କ'ଣ ହେଉଛି କ୍ଷତି, କିନ୍ତୁ ଗୋଟେ ଯୋଡ଼ିକି ରହିଛି ଯୁଗ୍ମ ଶବ୍ଦ। ଏଇଟା ଗୋଟେ ପ୍ରକାରର ଯୁଗ୍ମ ଶବ୍ଦ। ତାପରେ କ'ଣ ଅଛି ନା
କଳା ଗରା, କଳାର ବିପରୀତ କ'ଣ ହେଉଛି? ଗରା ରହୁଛି। ଅଗମୂଳ, ଅଗର ବିପରୀତ କ'ଣ ହେଉଛି? ମୂଳ ରହୁଛି। ଖଟାର ବିପରୀତ କ'ଣ? ମିଠା। ତେଣୁକରି ଆଗ ପଛ, ଆଗର ବିପରୀତ ପଛ ହେଉଛି କି ନୁହଁ? କିନ୍ତୁ ଏଗୁଡ଼ା କ'ଣ ଯୋଡ଼ି ଯୋଡ଼ି ହେଇକି ରହିଛି, ଏଗୁଡ଼ା ହେଉଛି ଯୁଗ୍ମ ଶବ୍ଦ। ଏଗୁଡ଼ା କ'ଣ ହେଉଛି? ଯୁଗ୍ମ ଶବ୍ଦ। କିନ୍ତୁ ବିପରୀତ ବିପରୀତ ଅଛନ୍ତି, ତେଣୁ ଏଇଟା ବି ମଧ୍ୟ ଗୋଟେ ପ୍ରକାରର ହେଇଥାଏ। ଆଉ କ'ଣ ହେଇଥିବ ନା ସମାନ ଅର୍ଥ ବୁଝାଉଥିବ ଦୁଇଟି ଶବ୍ଦ ଥିବ। କ'ଣ ଥିବ? ଦୁଇଟି ଶବ୍ଦ ଥିବ, ସମାନ ଅର୍ଥ ବୁଝାଉଥିବ, ସେଗୁଡ଼ାକୁ ବି ଯୁଗ୍ମ ଶବ୍ଦ, ସେଇଟା ବି ଗୋଟେ ପ୍ରକାରର ଯୁଗ୍ମ ଶବ୍ଦ। ଯେମିତିକା ବନ୍ଧୁ ବାନ୍ଧବ, ବାହା ପୁଆଣି, ବାହା ମାନେ ଯେମିତି, ପୁଆଣି ମାନେ ସେଇଟା ଗୋଟେ ହିଁ। ବନ୍ଧୁ ବାନ୍ଧବ ଏଗୁଡ଼ା ଗୋଟେ, ଏଗୁଡ଼ା ହେଉଛି କ'ଣ? ପରିଶବ୍ଦ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ଅଟନ୍ତି। ବନ୍ଧୁ ସହିତ ବାନ୍ଧବ ଆଉ ବାହା ସହିତ ପୁଆଣିର ସମାନ ଅର୍ଥ ରହିଛି, ଅଛି କି ନୁହଁ? ବନ୍ଧୁ ବାନ୍ଧବ, ବାହା ପୁଆଣି, ଏଇଟା ହେଉଛି ସମାନ ଅର୍ଥ ରହୁଛି। ସେମିତି କ'ଣ କ'ଣ ଅଛି? ଏଇ ଉଦାହରଣ ଗୁଡ଼ା ହିଁ ବହୁତ ଇମ୍ପୋର୍ଟାଣ୍ଟ ହେଲା। ଭୋକ ଶୋଷ, ଭୋକ ଯେଉଁଟା, ଶୋଷ ସେ ଏକା ପ୍ରକାରର। ଘର ବାଡ଼ି, ଲିପା ପୋଛା, ଏଗୁଡ଼ା ହେଉଛି ସେ ଟାଇପ୍ର, ସେଇ ଅନ୍ତର୍ଭୁକ୍ତର। ଅର୍ଥ ଥିବା ଶବ୍ଦ ଆଉ ଅର୍ଥ ନଥିବା ଶବ୍ଦ ଦୁଇଟା ଯାକ ମିଶିଥିବ। ଗୋଟାରେ ଅର୍ଥ ଥିବ ଆଉ ଗୋଟାରେ ଅର୍ଥ ନଥିବ ବାଲାର ମିଶିକିରି କ'ଣ ହେଉଥିବ ନା ଯୁଗ୍ମ ଶବ୍ଦ ବି ତିଆରି ହେଇପାରିବ। କ'ଣ କେମିତି ଦେଖିବା? ଯେମିତିକା ଏଠାରେ କ'ଣ ଅଛି ନା ଝଗଡ଼ା ଶବ୍ଦର ନିର୍ଦ୍ଦିଷ୍ଟ ଅର୍ଥ ଅଛି, କିନ୍ତୁ ଝାଟି ଶବ୍ଦର ନାହିଁ। ଯେମିତିକି ଆମେ ଝଗଡ଼ା ଝାଟି, କ'ଣ କହିଲେ? ଝଗଡ଼ା ଝାଟି, ଝଗଡ଼ାର ଅର୍ଥ ତ ଆମେ ଜାଣିଛେ, ଝଗଡ଼ା କରିବା, ମାରପିଟ ଝଗଡ଼ା କରିବା। ଝାଟିଟା କ'ଣ? ତାର କିଛି ଅର୍ଥ ନାହିଁ, କିନ୍ତୁ ଝଗଡ଼ା ଝାଟି କୁହନ୍ତି। ଏଇଟା ତାର ଗୋଟେ ଏକ୍ଜାମ୍ପଲ ବା ଉଦାହରଣ। ଆଉ କ'ଣ ଅଛି? ଲୁଗା ପଟା, ଲୁଗା ତ ଆମେ ଜାଣିଛେ, କିନ୍ତୁ ପଟାଟା କ'ଣ? ନାହିଁ। ଗପ ସପ, ଗପଟା ଅଛି, ସପ କ'ଣ? ଆଉ କନ୍ଦା କଟା, ଏଗୁଡ଼ା ହେଉଛି ତା କ୍ୟାଟେଗୋରୀ ଭିତରେ। ଆଉ ଗୋଟେ କ'ଣ ଅଛି ନା ଧନାତ୍ମକ ଯୁଗ୍ମ ଶବ୍ଦ। ଧନାତ୍ମକ ଯୁଗ୍ମ ଶବ୍ଦ ଯେଉଁଟା କ'ଣ ଅଛି? ଧନାତ୍ମକ ଯୁଗ୍ମ ଶବ୍ଦରେ ନା ଧ୍ୱନି ସୃଷ୍ଟିକାରୀ ଶବ୍ଦର ସାହାଯ୍ୟ ନେଇ ଏହିଭଳି ଧନାତ୍ମକ ଯୁଗ୍ମ ଶବ୍ଦ ଗଠନ କରାଯାଇଥାଏ। ମାନେ ଧ୍ୱନି କେମିତି ଧ୍ୱନି ହେଇଥିବ ନା ଟଣ ଟଣ, ଗଁ ଗଁ, ପଁ ପଁ, ଝମ୍ ଝମ୍, ଚଡ଼ ଚଡ଼, ଏଇ ଟାଇପ୍ର ତାର ଧ୍ୱନି ଯେମିତିକା ହୁଏ। ଚଡ଼ ଚଡ଼ କିନା ଆୱାଜ କଲା, ସାପଟି ଫଁ ଫଁ କଲା, ଏଇ ଯେଉଁ ଫଁ ଫଁ, ପଁ ପଁ, ଗଁ ଗଁ, ଏଇ ଟାଇପ୍ର ଏଗୁଡ଼ା କ'ଣ ହେଉଛି ନା ଧ୍ୱନିକୁ ନେଇକି ରହିଛି। ତେଣୁକରି ତାକୁ ଧ୍ୱନି ଶବ୍ଦକୁ ନେଇକିରି ହେଇକି ରହିଛି, ତେଣୁ ତାକୁ ଆମେ ଧନାତ୍ମକ ଯୁଗ୍ମ ଶବ୍ଦ ବୋଲିକରି କହୁଛେ। ଅସମାପିକା କ୍ରିୟା ଯୋଗରେ କେମିତି ଯୁଗ୍ମ ଶବ୍ଦ ହେଉଛି? ଯେମିତିକି ପଢ଼ାପଢ଼ି, ଏଠାରେ କ'ଣ ହେଉଛି ନା ପଢ଼ିଟା କ'ଣ ହେଉଛି? ଗୋଟେ ଅସମାପିକା କ୍ରିୟା। ପଢ଼ାଟା କ'ଣ ହେଉଛି? ଶବ୍ଦ ପରି ପଢ଼ିଟା ମଧ୍ୟ ଯୋଗ ହେଇକି ରହିଛି। ପଢ଼ା ସହିତ କ'ଣ ହେଇଛି? ପଢ଼ିଟା ଯୋଗ ରହିଛି, କିନ୍ତୁ ପଢ଼ିଟା କ'ଣ ହେଉଛି? ଏକ ଅସମାପିକା କ୍ରିୟା। ତେଣୁକରି କ'ଣ ହେଉଛି? ଏଇ ପଢ଼ାପଢ଼ି ଟର୍ମଟାକୁ କ'ଣ ହେଉଛି ନା ଅସମାପିକା କ୍ରିୟା ଯୋଗରେ ଯୁଗ୍ମ ଶବ୍ଦ ତିଆରି ହେଉଛି। ଏଗୁଡ଼ା ହେଉଛି ବିଭିନ୍ନ ବିଭିନ୍ନ ପ୍ରକାରର ଆମେ ଯୁଗ୍ମ ଶବ୍ଦ ପଢ଼ୁଛେ। ଗଡ଼ାଗଡ଼ି, ଚଢ଼ାଚଢ଼ି, ଧରାଧରି, କଟାକଟି, ଏଗୁଡ଼ା କ'ଣ ହେଉଛି ନା ତାର ସେଇ ଅନ୍ତର୍ଭୁକ୍ତର ରହୁଛି ଉଦାହରଣ ଗୁଡ଼ା। ଆଉ ଗୋଟେ ହେଉଛି ଇମ୍ପୋର୍ଟାଣ୍ଟ, ସବୁଠୁ ଇମ୍ପୋର୍ଟାଣ୍ଟ, ଭେରି ଭେରି ଇମ୍ପୋର୍ଟାଣ୍ଟ, କ'ଣ ହେଉଛି? ଭେରି ଭେରି ଇମ୍ପୋର୍ଟାଣ୍ଟ, ଦ୍ୱିରୁକ୍ତ ଯୁଗ୍ମ ଶବ୍ଦ। କ'ଣ କହିଲି? ଦ୍ୱିରୁକ୍ତ ଯୁଗ୍ମ ଶବ୍ଦ। ଏଇଟା କ'ଣ? ଭେରି ଭେରି ଇମ୍ପୋର୍ଟାଣ୍ଟ, ଦ୍ୱିରୁକ୍ତ ଯୁଗ୍ମ ଶବ୍ଦ। ଗୋଟିଏ ଶବ୍ଦକୁ ଦୁଇଥର ବିରାମ ନ ଦେଇ କହିବା, ମାନେ ଅଟକିବା ନାହିଁ, କଣ୍ଟିନ୍ୟୁ କହିବା, ଏଇଟା ଗୋଟେ ଟର୍ମ। ଆଉ ଗୋଟେ ଏଇଟା ଗୋଟେ ଟର୍ମ। ଆମେ ଆଗରୁ କ'ଣ କହିଲେ ନା ବିରାମ ଦେଇକି କହିଲେ, ମାନେ ମଝିରେ ଟିକେ ରେଷ୍ଟ ନେଲେ ବା ମଝିରେ ଟିକେ ଗ୍ୟାପ୍ ନେଲେ, କିନ୍ତୁ ଏଥିରେ ଗ୍ୟାପ୍ ରହିବନି। ଦ୍ୱିରୁକ୍ତ ମାନେ କଣ୍ଟିନ୍ୟୁ ଥିବ, ନିଶ୍ୱାସ କିଛି ନାହିଁ କି ବ୍ରେକ୍ ନାହିଁ କିଛି। କେମିତିକା? ସେଇ ଯେଉଁ ଦ୍ୱିରୁକ୍ତ ଗଠିତ ଯୁଗ୍ମ ଶବ୍ଦ ଏଇ ଯୁଗ୍ମ ଶବ୍ଦ ଭିତର ଅନ୍ତର୍ଭୁକ୍ତ। କେମିତିକା? ମଟମଟ, କଟକଟ, ବଡ଼ ବଡ଼, ଏମିତି। ଆଗରୁ କ'ଣ ହେଉଥିଲା ନା ଯେମିତିକା ଏଇଟାକୁ ଆମେ ରହି ରହି କହିଲେ କ'ଣ ହେବ? ମଟ ମଟ,
এইটা ভুল হব সেইটা নু তাকে মটমট বলিকি কহନ୍ତି মটমট কহবে কটকট ধଡ଼ ধଡ଼ এগুଡ଼ା ଏଇଟା ହେଲା ଦ୍ୱିରୁକ୍ତ ଶବ୍ଦ ମାନେ ଦୁଇଟା ଯାକ କ'ଣ ଥିବ ନା ବିରାମ ନ ଦେଇ କହିବା ମାନେ ନ ଅଟକେଇକି କହିବା କଣ୍ଟିନ୍ୟୁଅସଲି କହିବା ସେଇଟା ହେଉଛି ଦ୍ୱିରୁକ୍ତ ଯୁଗ୍ମ ଶବ୍ଦ ଭିତରେ ଯାଉଛି। ଏବେ ଆମେ କ'ଣ ବେସିକ୍ ଶବ୍ଦର ବେସିକ୍ ଗ୍ରାମାର ପଢ଼ିଲେ ତା ବିଷୟରେ କିଛି ଆମେ MCQ ବା କିଛି ପ୍ରଶ୍ନ ଆମେ ডিসকসন করব। নিম্নলিখিত শব্দମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ନୁହେଁ। ମୌଳିକ ଶବ୍ଦ ଆମେ ପଢ଼ିଲେ ମାନେ ଯେଉଁ ଶବ୍ଦଟାକୁ ଯେଉଁ ଶବ୍ଦରେ କ'ଣ ହେବ ଗୋଟେ ଅକ୍ଷରଟାକୁ ବି ଆମେ ବାଦ ଦେଇପାରିବା ନାହିଁ ତାକୁ ଆମେ ମୌଳିକ ଶବ୍ଦ ୟା ପୂର୍ବରୁ ପଢ଼ିଲେ ତେଣୁକରି କେଉଁଟାକୁ ବାଦ ଦେଇ ହେବ ନାହିଁ। ଆମେ ପାଣି ବୈଜ୍ଞାନିକ ପତ୍ର ଭାତ କେଉଁଟା ହେବ ନା ବୈଜ୍ଞାନିକ ବୈଜ୍ଞାନିକଟା କ'ଣ ହେଉଛି ନା ମୌଳିକ ଶବ୍ଦ ୟାକୁ ଆମେ ବାଦ ଦେଇପାରିବା ନାହିଁ ୟା ପୂର୍ବରୁ ଆମେ ପଢ଼ିଛେ ମୌଳିକ ଶବ୍ଦ। ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ଅବିକଳ ବ୍ୟବହୃତ ହୁଏ ତାକୁ କ'ଣ କୁହନ୍ତି ମାନେ ଯେଉଁଟା ସଂସ୍କୃତରେ ଯେଉଁଟା ଥିବ ତାକୁ ଡିଟୋ ଆମେ କ'ଣ କରିବେ ନା ଓଡ଼ିଆରେ ଲେଖିବା ଡିଟୋକୁ ଡିଟୋ ତାକୁ ଆମେ କ'ଣ କହିଲେ ନା ତତ୍ସମ କହିଲେ। ଆମେ ପଢ଼ିଲେ ଶବ୍ଦ 4 ପ୍ରକାରର ତତ୍ସମ ତଦ୍ଭବ ଦେଶଜ ଏବଂ ବୈଦେଶିକ। ତତ୍ସମଟା କ'ଣ ନା ଡିଟୋ ଯେମିତିକା ସଂସ୍କୃତ ଥିବ ଓଡ଼ିଆରେ ବି ସେମିତିକା ହିଁ ହେଇଥିବ ତାକୁ ଆମେ କ'ଣ କହିଲେ ତତ୍ସମ ବୋଲିକରି କହିଲେ ତତ୍ସମ ଶବ୍ଦ କହିଲେ। ଆଉ କ'ଣ ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହୃତ ହୁଏ ତାକୁ କ'ଣ କୁହନ୍ତି ତାକୁ ତଦ୍ଭବ କୁହନ୍ତି ତାକୁ ତଦ୍ଭବ ଶବ୍ଦ କୁହନ୍ତି। ତତ୍ସମ ୟା ପୂର୍ବରୁ ପଢ଼ିଲେ ତଦ୍ଭବ ମାନେ ସଂସ୍କୃତ ଯେଉଁଟା ଥିବ ତାକୁ ଟିକେ ପରିବର୍ତ୍ତିତ ହୋଇକି ତାକୁ ଟିକେ ଚେଞ୍ଜ କରିକି ତାକୁ ଟିକେ ରୂପାନ୍ତରିତ କରିକିରି ତାକୁ କ'ଣ ହେଲା ନା ଓଡ଼ିଆରେ ଆମେ ସେ ଟର୍ମଟାକୁ ବା ଶବ୍ଦଟାକୁ ଲେଖିବା ତାକୁ ଆମେ କ'ଣ କହିଲେ ନା ସେଇ ଟାଇପ୍ରଟାକୁ ତଦ୍ଭବ ଶବ୍ଦ କହିଲେ ଆମେ। ଆଉ କ'ଣ ଅଛି ନା ତତ୍ସମ ତଦ୍ଭବ ଶବ୍ଦରେ ଥିବା ତତ୍ ଶବ୍ଦରେ କ'ଣ ଅଛି ତତ୍ ସେଇ ତତ୍ ଅର୍ଥରେ କ'ଣ ବ୍ୟବହୃତ ହୁଏ ନା ସେଇଟା ହେଉଛି ସଂସ୍କୃତ କ'ଣ ହୁଏ ନା ସଂସ୍କୃତ ତତ୍ର ଅର୍ଥ କ'ଣ ସଂସ୍କୃତରେ ବ୍ୟବହୃତ ହୁଏ ତତ୍ ସଂସ୍କୃତ। ଯେଉଁ ଶବ୍ଦଗୁଡ଼ିକ ଲୋକମାନଙ୍କ ମୁହଁରୁ ଆପେ ଆପେ ବାହାରି ଆସିଥାଏ ତାକୁ କ'ଣ କହନ୍ତି। ଲୋକମାନଙ୍କ ମୁହଁରୁ ଆପେ ଆପେ କିଛି ଶବ୍ଦ ବାହାରି ଆସିଥାଏ ସେ ଯେଉଁ ଆପେ ଆପେ ବାହାରି ଆସିଥିବା ଶବ୍ଦକୁ କ'ଣ କହୁଛେ ନା ବୈଦେଶିକ ଶବ୍ଦ। ବେଳେବେଳେ ଲୋକମାନେ ଟିକେ ଡ୍ରିଙ୍କସ୍ କରିଦେଲା ପରେ ବା ମଦ ପିଇଦେଲା ପରେ ବି ବୈଦେଶିକ ଶବ୍ଦ ବାହାରି ଆସେ। ରାଗିଗଲେ ବି କିଛି କିଛି ଆଜିକା ଡେଟ୍ରେ ସବୁ ପୁଅ ଝିଅମାନଙ୍କର ବେସିକାଲି ଯେଉଁ ଇଂଲିଶ ମିଡ଼ିୟମ୍ ଝିଅ ତାଙ୍କର ସବୁ ବୈଦେଶିକ ହିଁ ଶବ୍ଦ ଆସିବ ଦେଶଜ ଶବ୍ଦ ଆସିବନି ଟୋଟାଲି ସବୁ ବୈଦେଶିକ ଶବ୍ଦ ଆସିବ। ତେଣୁକରି କ'ଣ କହୁଛି ଯେଉଁ ଶବ୍ଦଗୁଡ଼ିକ ଲୋକମାନଙ୍କ ମୁହଁରୁ ଆପେ ଆପେ ବାହାରି ଆସିଥାଏ ତାକୁ ଆମେ ବୈଦେଶିକ ଶବ୍ଦ ବୋଲିକରି କହୁଛେ କ'ଣ କହୁଛେ ନା ବୈଦେଶିକ ଶବ୍ଦ ବୋଲିକରି କହୁଛେ। ଓଡ଼ିଆ ଭାଷାର ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ। ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ ପ୍ରକୃତ ମୌଳିକତା ତଦ୍ଭବରେ ଥାଏ। କେଉଁଠିରେ ଥାଏ ତଦ୍ଭବରେ ଥାଏ ପ୍ରକୃତ ମୌଳିକତା। କେଉଁଟି ବୈଦେଶିକ ଶବ୍ଦ କେଉଁଟା ନିମ୍ନୋକ୍ତ ମଧ୍ୟରୁ କେଉଁଟା ବୈଦେଶିକ ଶବ୍ଦ ନୁହେଁ କ'ଣ ହେବ ବୈଦେଶିକ ଶବ୍ଦ ନୁହେଁ। କେଉଁଟା ବୈଦେଶିକ ଟେବୁଲଟା ତ ଇଂଲିଶ ଶବ୍ଦ ତାମାନେ ଆଖି ବୁଝି କହିବା ଇଏ ବାହାରୁ ଆସିଛି ଆମର ବୈଦେଶିକ ଶବ୍ଦ ନୁହେଁ। କେଉଁଟା ଦେଶଜ ଶବ୍ଦ କେଉଁଟା ଉଆସ ଉଆସ ହେଉଛି ବୈଦେଶିକ ଶବ୍ଦ ନୁହେଁ ବାକି ଗୁଡ଼ା ସବୁ ବୈଦେଶିକ ଶବ୍ଦ। କେଉଁ ଶବ୍ଦ ଗୁଡ଼ିକ ଅନ୍ୟ ଭାଷାକୁ ବିଭିନ୍ନ କାରଣରୁ ଆସି ଆମ ଭାଷାରେ ମିଶିଛି ତାକୁ କ'ଣ କହିବା ମାନେ ବିଭିନ୍ନ କାରଣରୁ ସେ ମିଶିକିରି ଆମ ଭାଷାକୁ ଆସିଛି ତାକୁ ଆମେ କ'ଣ କହିଲେ ନା ତଦ୍ଭବ ଶବ୍ଦ କହିଲେ। କ'ଣ କହିଲେ ଆମେ ତଦ୍ଭବ ଶବ୍ଦ କହିଲେ। ତଦ୍ଭବ ମାନେ କ'ଣ କିଛି କାରଣରୁ ଆସିଛି ତା ମାନେ କ'ଣ ତଦ୍ଭବ ମାନେ ହେଉଛି ସଂସ୍କୃତରୁ ଆସିଛି ଆଉ ଆମ ବାହାରୁ ଯେଉଁ ଭାଷାଟା ଆସିଛି ତାକୁ ଆମେ କ'ଣ କହିଲେ ନା ବୈଦେଶିକ ଭାଷା କହିଲେ। କ'ଣ କହିଲେ ଆମେ ତାକୁ ବୈଦେଶିକ ଭାଷା। ବିଭିନ୍ନ କାରଣରୁ ଯେଉଁ ବାହାରୁ ଯେଉଁ ଭାଷାଟା ଆସିଥାଏ ତାକୁ ଆମେ କ'ଣ କହିଲେ ନା ବୈଦେଶିକ ଭାଷା କହିଲେ। ତଦ୍ଭବ ଯେଉଁଟା କହିଲେ ସେଇଟା ସଂସ୍କୃତରୁ ଓଡ଼ିଆକୁ ଆସିଥିବ ପରିବର୍ତ୍ତିତ ହୋଇକି ତାକୁ ତଦ୍ଭବ କହିଲେ। ଆଉ ତତ୍ସମ କହିଲେ ମାନେ କ'ଣ ନା ପୁରା ସଂସ୍କୃତ ଯେଉଁଟା ୱାର୍ଡ଼ ଥିବ ଓଡ଼ିଆରେ ବି ସେଇ ୱାର୍ଡ଼ ହିଁ ଥିବ ତାକୁ
तत्सम कहले आ देशज माने जोटा आम देशरू उत्पत्ति बा आम मुखरू जोटा बाहरी थाए देशरू देश मानकर आम देशर अधिवासी भाषा ताकू देशज भाषा बोली कहे तेणुक कौन बुझिले आम ना बाहर जेकोसी भाषा आसिक मिशिची ताकू कौन कहले ना वैदेशिक भाषा बोली कहले ताकू एमानक मध्यरु कोउटी देशज शब्द कोउटा आम तो सीधा सीधा कहि परिबा टेबुलटा होची गोटे इंग्राजी शब्द पेन भी गोटे ये भी कौन इंग्लिश टर्म चेयर भी आम इंग्लिश रे ही पढ़ुचे किंतु कुटाटा कौन होची एटा होची तार गोटे करेक्ट आंसर आम देशज शब्द कौन कुटा टेबुल होची देशज शब्द नुहे पेन भी नुहे आ चेयर भी नुहे कुटाटा होची कौन ना देशज शब्द शब्द गुडी को केते भाग रे विभक्त करा जायछि एटा बहुत इजी बा सहज क्वेश्चन सेठी कौन हम ना 4 भाग रे विभक्त करा जायछि कौन कौन ना तत्सम आ गोटे तद्भव आ गोटे देशज आ गोटे कौन अछि ना वैदेशिक ये 4 भाग रे आमर कौन कहूँ ना शब्द गुड़ा को आम भाग करिछे बा 4 प्रकार शब्द को भाग करिछे साधारणतः आम भाषा रे प्रचलित शब्द गुडी को केते भाग रे विभक्त करा जायछि जनरली भाषा को 4 भाग रे किंतु आम भाषा जो प्रचलित होची साधारण भाषा सेटा केते भाग रे विभक्त करा जायछि ना 2 भाग रे विभक्त करा जायछि या पूर्वरु आम पढिले आउ कौन अछि ना नडिया केउ शब्दर उदाहरण अटे बहुत इंपोर्टेंट नडिया ए टाइप रो ही क्वेश्चन आसे एग्जाम रे ए टाइप रो ही क्वेश्चन आसे ओडिशा रो ओपीएससी कंडक्ट करे जो एएसओ एग्जाम एएसओ असिस्टेंट सेक्शन ऑफिसर बहुत बहुत इंपोर्टेंट ता पई खणी क्वेश्चन एगुडा सब ओएसएससी और ट्रिपल एससी जेति की भी हो क्लर्क एग्जाम व जो एग्जाम रे ओडिशा रो ओडिया ग्रामर आछि ए टॉपिक बहुत इंपोर्टेंट तेणुक एभलिया वीडियो को पायापाई हेले आम चैनल को सब्सक्राइब करंतु और वीडियो को बहुत मात्रा शेयर लाइक करंतु नडिया नडिया केउ शब्दर उदाहरण अटे नडियाटा होची आम मौलिक शब्द कहीं या मौलिक शब्द माने कौन मौलिक शब्द माने गोटे शब्दर जेकोसी भी गोटे भी अक्षर को आम बाद देकी आम पूर्ण करि परिबा नाही बा गोटे भी अक्षर को आम बाद दे परिबा नाही ताको आम कौन कहूचे ना मौलिक शब्द कहूचे व्यवसाय रे लाभ क्षति लागी रही यह क्यों शब्द लाभ क्षति एटा विपरीत लाभर विपरीत क्षति होची तेणुक कौन हो ये जुग्म शब्द हो किंतु जुग्म शब्द जे विपरीत टाइप रो जुग्म शब्द ये कौन जुग्म शब्द किंतु या विपरीत टाइप रो जुग्म शब्द रोची तद्भव शब्दर अर्थ केउ भाषार जात होता है तद्भव तत् युक्त भव तद्भव तेणु से कौन हो तत्युक्त भव तद्भव सेटा को भाषारू संस्कृत भाषारू आसी कौटा संस्कृत तद्भव तत्सम शब्दर अर्थ कौन तत्युक्त सम तत्सम तत्मान संस्कृत गले सम माने समान परी तत्सम माने कौन है ताले ताहा परी तत्सम माने कौन ताहा परी जुग्म शब्द को केते भाग रे विभक्त करा जायछि जुग्म शब्द को 6 भाग रे विभक्त करा जायछि 6 भाग रे जुग्म शब्द को विभक्त करा केते भाग रे 6 भाग रे विभक्त करा जायछि आमे साधारण जुग्म शब्द को 6 भाग रे विभक्त करिछे आ ता विषय रे आलोचना मध्ये करिछे मोटमोट यह क्यों शब्दर उदाहरण मोटमोट एटा भी आम पूर्वर पढ़िले मोटमोटा होची कौन ना द्विरक्त जुग्म शब्द द्विरक्त माने कौन तार कहवा मध्य बा कहवा समय तार व्यवधान नथिबो बा रेस्ट नथिबो विरति नथिबो गैप नथिबो ता माने एमानक मध्यरु कोउटी पारसी शब्द कोउटा पारसी शब्द से होची अंगूर अंगूर कहती पारसी रे अंगूर अंगूर होची पारसी शब्द आ एगुड़ा होची पेंसिल टेबुल एगुड़ा तो इंग्लिश कोड़ा पारसी शब्द होची हमर आंसर अंगूर शब्दर केतोटी रूप अछि वेरी वेरी इंपोर्टेंट बहुत बहुत इंपोर्टेंट शब्दर केतोटी रूप अछि 2टी रूप अछि शब्दर केतोटी रूप अछि ना 2टी रूप अछि
अर्थ प्रकाश करुथिबा गोटे वर्ण बा एकाधिक वर्णर समष्टि को कौन कहती शब्द कहती कौन कहती शब्द कहती। अर्थ प्रकाश करुथिबा गोटे वर्ण बा एकाधिक वर्णर समष्टि को आम कौन कहले ना शब्द बोलिकी कहले ताकू शब्द कह जाए। अचानक अचानक क्यों शब्द अटे अचानकटा गोटे शब्द गोटा टर्म से शब्दटा आरबी शब्द गोटा अचानक शब्दटा हूँ आरबिक शब्द आरबी शब्द भेरी भेरी इंपोर्टाट यही टाइप रो ही क्वेश्चन आसी थाए यही टाइप रो ही क्वेश्चन आसीबो ओडिशा एएसओ ओएसएससी और ट्रिपल एससी जेतिक भी क्लर्क एग्जाम जेतिक भी ओडिशार एग्जाम अच्छी ए टाइप रो ही शब्द टॉपिक रू क्वेश्चन आसी थाए आ एगुडा ही पड़े खणी क्वेश्चन। आदिवासी शब्दर केउंटी उदाहरणटे आदिवासी आम पढ़ले कोडीटा हूँ गोटे आदिवासी शब्द कोडीटा कौन आदिवासी शब्द विभिन्न विभिन्न देशज शब्दर रीजनल वार्ड बा शब्द रही जमी द्राविड़ शब्द आदिवासी शब्द ओडिया शब्द एमती अच्छी कौटा बंगला शब्द से विषय भी आम पढ़ा। एमानक मध्यरु केउंटी द्राविड़ शब्द कौटा गिला गिलाटा हूँ द्राविड़ शब्द। निम्नलिखित शब्द मानक मध्यरु केउंटी आदिवासी शब्द नुहे माने एगुड़ा चारिटा जाक कौन होची ना आदिवासी चारिटा जाक कौन होची ना आदिवासी शब्द रु गोटे कौन होची आदिवासी शब्द नथिबो। या पूर्व कौन हेले ना ओरा आदिवासी शब्द कोडी आदिवासी शब्द चाल आदिवासी शब्द आटिकाटा हूँ कौन आदिवासी शब्द नुह सॉरी कोडी कोडीटा हूँ चंद्र को चांद जेपरी कहुए सेपरी ज्योत्स्ना को कौन कहवा जमी चंद्र को चांद कहले सेमती ज्योत्स्ना को कौन कहवा आम जह्न कहवा आम ये स्टैंडर्ड थर्ड तृतीय श्रेणी बही आम पढ़ी यहाँ। ठक ठक शब्द क्यों शब्दर उदाहरण ठक ठकटा कहार उदाहरण एटा पढ़ी पूर्व धनात्मक युग्म शब्द ठक ठक ध्वनि रू हूँ ठक ठक ध्वनि हुए ठक ठक कहते ना कबाट को ठक ठक करू नक करू ठक ठक माने शब्द कला से शब्द रू ही सीटा आसी तेणुक आम से भाया धनात्मक शब्द बोली कहले। एमानक मधुर केउटी इंग्राजी शब्द कौटा इंग्राजी शब्द ना ऑपरेशनटा हूँ इंग्राजी शब्द OPERATION ऑपरेशन ये हूँ इंग्राजी शब्द साधारण कथा। निम्नलिखित शब्द मानक मधुर कौन पोर्तुगीज शब्द कौटा पोर्तुगीज शब्द गिरजा पोर्तुगीज शब्द ये तो पोर्तुगीज शब्द नुह पेन पोर्तुगीज शब्द कूपन आमलेट पोर्तुगीज शब्द गिरजाटा हूँ नुह। जो शब्द गुड़ी को जड़ित हो लेखा मान ताकू कौन कहती ताकू जोड़ी जोड़ी होकर लेखाई दे ताकू कौन कहवा आम युग्म शब्द कहवा जोटा जोड़ी जोड़ी होकर अच्छी ताकू युग्म शब्द कहवा। लाभ क्षति यहाँ आम फास्ट पढ़ी लाभ क्षति शब्दर उदाहरण यहाँ केमितिका ना शब्द सहित से शब्दर विपरीत अर्थ बुझाऊा जो युग्म शब्द ताकू आम लाभ क्षति होते लाभर विपरीत हूँ क्षति तेणुक कौन हो ना विपरीत अर्थ बुझाऊा शब्द जगह गठित ये युग्म शब्द कौटा लाभ क्षतिटा बहुत बहुत इंपोर्टेंट लाभ क्षति यही टाइप क्वेश्चन आसी थाए। वीडियो को प्रथम शेष पर्यंत देखंतु आउ शेयर सब्सक्राइब लाइक करने भूलिबा नहीं। धन्यवाद।